ପ୍ରସଙ୍ଗରେ କଥା ରହିଛି। ଆମେ ଯଦି ଉଦାହରଣ ଦେଇ କଥା କହିବା, କୃଷ୍ଣଙ୍କର ସୌନ୍ଦର୍ଯ୍ୟ, କୃଷ୍ଣଙ୍କର କଥା ମାଧୁରୀ କେତେ ଆକର୍ଷଣୀୟ, କେତେ ଚିତ୍ତକୁ ଆକର୍ଷଣ କରେ, କେତେ ବୁଦ୍ଧିକୁ ଅପହରଣ କରିନିଏ, ସେସବୁ କଥା ରହିଛି। ଯେମିତି ଆମେ ଦେଖିବା ଯେ ଏଠାରେ ଗୋଟେ କଥା ରହିଛି ଯେ ଆମର ରାମାନୁଜ ଆଚାର୍ଯ୍ୟ ନାମ ଶୁଣିଥିବେ। ଚାରି ଆଚାର୍ଯ୍ୟ ଆମର ଅଛନ୍ତି, ଚାରି ସମ୍ପ୍ରଦାୟ, ଚାରି ଆଚାର୍ଯ୍ୟ କରିଯିବ। ସେମାନଙ୍କ ମଧ୍ୟରେ ରାମାନୁଜ ଆଚାର୍ଯ୍ୟ, ଶ୍ରୀ ସମ୍ପ୍ରଦାୟ ରାମାନୁଜ ଆଚାର୍ଯ୍ୟ, ତାଙ୍କର ଏକ ଶିଷ୍ୟ ଥିଲେ ଯାହାଙ୍କ ନାଁ ହେଉଛି ଧନୁର୍ଦାସ। ଧନୁର୍ଦାସ ନାମ ଶୁଣିଥିବେ। ଧନୁର୍ଦାସ ବହୁତ ବଳବାନ, ବହୁତ ଶକ୍ତିଶାଳୀ। ଆଉ ସେ ଏକ ବେଶ୍ୟାର ରୂପ ପ୍ରତି ଏତେ ଆକୃଷ୍ଟ ହୋଇଯାଇଥିଲେ, ବେଶ୍ୟାକୁ ନିଜ ପତ୍ନୀ ରୂପେ ସେ ଗ୍ରହଣ କରିଥିଲେ। ଆଉ ବେଶ୍ୟାଙ୍କର ସେ ଆଖି ଏତେ ସୁନ୍ଦର, ମାନେ ହରିଣ ନୟନା କୁହାଯାଏ, ପଦ୍ମଲୋଚନ ହରିଣ ନୟନା, ଏତେ ସୁନ୍ଦର। ये वीर पुरुष ये धनुर्दास, धनुर्दास ये वीर पुरुष से आखिर सौंदर्य, शरीर सौंदर्य, से सौंदर्य मान मध्य आखिर सौंदर्य बुद्धि अपहरण कर धनुर्दास मन अपहरण कर धनुर्दास ସବୁବେଳେ ଦିନ ରାତି 24 ଘଣ୍ଟା ତାଙ୍କର ସ୍ତ୍ରୀଙ୍କର ସେ ମୁହଁ ଆଡ଼େ ଅନେଇକିରି ସେ ନୟନରେ ସୌନ୍ଦର୍ଯ୍ୟ ସେ ଆସ୍ୱାଦନ କରିଥିଲେ। ଦିନେ କ'ଣ ହେଇଛି ନା ଶ୍ରୀରଙ୍ଗମ ରଘୁନାଥଜୀ ଅର୍ଚ୍ଚାବିଗ୍ରହ ଯିଏ ଶୋଭାଯାତ୍ରା କରି ନେଇଯାଉଥିଲେ, ତାଙ୍କର ପତ୍ନୀଙ୍କର ବାସନା ଯାତ୍ରା ହେଲା ଯେ ଆମେ ସେ ଶୋଭାଯାତ୍ରା ଅଂଶଗ୍ରହଣ କରି ପ୍ରଭୁଙ୍କୁ ଦର୍ଶନ କରିବା। ଇଏ ସାଙ୍ଗେ ରାଜି ହେଇଗଲେ ଧନୁର୍ଦାସ। ତେଣୁ ଦିନରେ, ଏଇ ଖରା ଦିନରେ ଶୋଭାଯାତ୍ରା ଯେତେ ହେଉଛି, ସେତେ କେତେ ଲୋକ କୀର୍ତ୍ତନ ସହକାରେ ଏଇଭଳି ଆରମ୍ଭ ସହିତ ଶୋଭାଯାତ୍ରା କରି ନେଇଯାଉଛନ୍ତି। ଆଉ ଇଏ ୟାର ପତ୍ନୀ, ଧନୁର୍ଦାସର ପତ୍ନୀ, ସେଇ ଶୋଭାଯାତ୍ରା ଅଂଶଗ୍ରହଣ କରିବା ପାଇଁ ସେ ଘର ଦେଇ ସେଟାକୁ ଆସୁଥିଲେ। ଇଏ କ'ଣ କଲେ, ଧନୁର୍ଦାସ ସ୍ତ୍ରୀ ପ୍ରତି ଏତେ ସ୍ଥାୟୀନ, ଏତେ ଆସକ୍ତ, ତେଣୁ ତାଙ୍କର ସେଇ ରୂପ ମାଧୁରୀ ଦର୍ଶନ କରିବା ପାଇଁ ଦର୍ଶନ କରିଥିଲେ। ଆଉ ତା ମୁଣ୍ଡର ଉପରେ ଛତା ଧାରଣ କରିଥିଲେ। ମାନେ ସ୍ତ୍ରୀ ଯାଉଛନ୍ତି ଏଇପରି ରାସ୍ତାରେ ସିଧା ଯାଉଛନ୍ତି ଶୋଭାଯାତ୍ରା ଅଂଶଗ୍ରହଣ କରିବା, ଆଉ ଧନୁର୍ଦାସ ତା ମୁହଁରେ ଛତ୍ର ଧରି ପଛ ଆଡ଼କୁ ଚାଲିଛନ୍ତି। ଏଇପରି ସ୍ଥାୟୀ ନା କଥାଟା ବୁଝିପାରିଲେ? ସ୍ତ୍ରୀ ଯାଉଛି ସିଧା, ଆଉ ଧନୁର୍ଦାସ ସେ ପଛକୁ, ମାନେ ତା ସାମ୍ନାରେ ସେ ରୂପ ଦର୍ଶନ, ମାନେ ରୂପ ମାଧୁରୀ, ଆଖିର ମାଧୁରୀ ସେ ଦର୍ଶନ କରୁଛି। ଆରେ ଏଇପରି ଉଲ୍ଟା ଭାବରେ ଚାଲିଛି। ଯେତେବେଳେ ରାମାନୁଜ ଆଚାର୍ଯ୍ୟଙ୍କର ଆଖି ପଡ଼ିଗଲା ଏଇପରି ଏକ ସ୍ତୈନ୍ୟ ବ୍ୟକ୍ତିର ଉପରେ, ରାମାନୁଜ ମହାନ ଆଚାର୍ଯ୍ୟ, ଏ ଦେଖିଲା ଏ ନିଜ ସ୍ତ୍ରୀ ପ୍ରତି ଏତେ ଆସକ୍ତ, ନିଜ ସ୍ତ୍ରୀ ମୁହଁରେ କେମିତି ଅନେଇକିରି ରହିছে, ଉଲ୍ଟା ଭାବରେ ତା ମୁଣ୍ଡର ଛତା ଧରି ଚାଲୁଛି। ତ ଯେତେବେଳେ ଚାଲୁଛି ରାମାନୁଜାଚାର୍ଯ୍ୟ ସେତେବେଳେ ତା ପାଖକୁ ଆସି ହାତ ଧରି ପଡ଼ୁଛି, ବତ୍ସ ତମେ ତମ ସ୍ତ୍ରୀ ପ୍ରତି କେତେ ଆକୃଷ୍ଟ, তুমি ଉଲ୍ଟା ଭାବରେ ଏଇଭଳି ତା ମୁଣ୍ଡର ଛାତ ଦେଇ ଚାଲିଛ। ଏହାଠାରୁ ଶତ ଶତ ଗୁଣ ଅଧିକ ସୌନ୍ଦର୍ଯ୍ୟ ରୂପ ତୁମକୁ ଯଦି ମୁଁ ଦର୍ଶନ କରାଇବି, ତାହେଲେ তুমি ଏହାକୁ ଭୁଲିପାରିବ? ଇଏ କହୁଛି ଏଇପରି ତ ରୂପ ମୋ ଜୀବନରେ ଆଉ କେବେ ହେବ ନାହିଁ, ପାରିବ ନାହିଁ। ମୁଁ ଏଇପରି ଆଉ ଦର୍ଶନ ଛାଡ଼ିବ ନାହିଁ। ରାମଦେବ ଏହାଠାରୁ ଶତ ଶତ ଗୁଣ ଅଧିକ ସୌନ୍ଦର୍ଯ୍ୟ ଯଦି ତୁମକୁ ଦର୍ଶନ କରାଇବି, তুমি ଏହା କିଛି ଭୁଲିପାରିବ? ହଁ, ଏହାଠାରୁ ଯଦି ଅଧିକ ସୌନ୍ଦର୍ଯ୍ୟ କିଛି ଦର୍ଶନ କରେ, ତାହେଲେ ଏହାକୁ ମୁଁ ଭୁଲିଯିବି। ରାମାନୁଜ ତାକୁ ହାତ ଧରି ନେଇ ଆସିଲେ,
ଶ୍ରୀରଙ୍ଗ ମନ୍ଦିର ଆସି ତ ଆରତି ହେଉଛି, ଆରତି ସନ୍ଧ୍ୟା ଆରତି ଯେତେ ହେଉଛି ଆରତି ସାତ ପରେ ଇଏ ରାମାନୁଜ ଆଚାର୍ଯ୍ୟ ସେ ଭଗବତ ବିଶୁଦ୍ଧ ଭକ୍ତ ଆଚାର୍ଯ୍ୟ ରାମଙ୍କର ଭାଇ ଲକ୍ଷ୍ମଣ ଇଏ ରାମାନୁଜ ଆଚାର୍ଯ୍ୟ ରୂପେ ଆସିଛନ୍ତି, কোনো ସାଧାରଣ ବ୍ୟକ୍ତି ନୁହନ୍ତି। ତେଣୁ ରାମ ମନୁଜ କୁହାଯାଇଛି, ରାମଙ୍କର ଭାଇ ଲକ୍ଷ୍ମଣ ଆଚାର୍ଯ୍ୟ ରୂପେ କରିଯିବେ ଆସିଲେ ରାମାନୁଜ ଆଚାର୍ଯ୍ୟ। ତେଣୁ ସେ ପ୍ରଭୁଙ୍କ ଚରଣ ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କ ରୂପ ମାଧୁରୀ ଟିକେ ଏଇ ବ୍ୟକ୍ତିଙ୍କୁ ଟିକେ ଦର୍ଶନ ଦିଅ। ନା ରାମାନୁଜ ପ୍ରାର୍ଥନାରେ ଝଲକ ପାଇଁ ଯେତେ ଶ୍ରୀରଙ୍ଗନାଥ ଇଏ ତାଙ୍କ ସୌନ୍ଦର୍ଯ୍ୟ ଦର୍ଶନ ଦେଲେ, ଇଏ କଣ ଦେଖିଲି ସେ ସେତେବେଳେ ସେ ରୂପ ମାଧୁରୀ ଏତେ ଆକୃଷ୍ଟ ହେଇଗଲା, ଏ ଜଗତ ସବୁ କିଛି ରୂପଗତ ସେ ତୁଚ୍ଛ ହେଇଗଲା, ଅତି ତୁଚ୍ଛ ହେଇଗଲା। ସେ ସେତେବେଳେ ଆଉ ତା ସ୍ତ୍ରୀ ପ୍ରତି କୌଣସି ଆସକ୍ତି ନାହିଁ, ଆଉ ତାହାକୁ ଅନେଇବାକୁ ନାହିଁ। ଏଇପରି ସେଇ ଭଗବାନଙ୍କ ରୂପ ପ୍ରତି ଏତେ ଆକୃଷ୍ଟ ହେଇଗଲା, ଦେଖନ୍ତୁ ଏତେ ଆକୃଷ୍ଟ ହେଇଗଲା, ସେ ସେତେବେଳେ ରାମାନୁଜାଚାର୍ଯ୍ୟ ମୁକ୍ତ ହେଇ ସେ ତାଙ୍କଠାରୁ ଏଇପରି ଦୀକ୍ଷା ନେଇ ଏ ରମନାଥଜୀଙ୍କ ଭଗବାନ ଏକାନ୍ତ ନିଷ୍ଠାପର ଭକ୍ତ ହେଇଗଲେ। ଆଉ ସେତେବେଳେ ସେ କହିଲେ, ମୋ ସ୍ତ୍ରୀକୁ ବର୍ତ୍ତମାନ ଚିରଦିନ ପାଇଁ ମୁଁ ପରିତ୍ୟାଗ କଲି। କଥା ବୁଝିପାରିଲେ? ତ ସେତେବେଳେ ରାମାନୁଜାଚାର୍ଯ୍ୟ କିପରି ଆଚାର୍ଯ୍ୟ ଦେଖନ୍ତୁ, ସେ ସେତେ ବିଚାର କରି କହୁଛନ୍ତି, ନା ତୁମେ তোমার ସ୍ତ୍ରୀକୁ ପରିତ୍ୟାଗ କରିବ ନାହିଁ। ସେ ପୂର୍ବରୁ ଯଦି ବେଶ୍ୟା ଥିଲା, ତୁମେ ଯଦି ତାକୁ ତ୍ୟାଗ କରିବ, ପୁଣି ସେଇ ବେଶ୍ୟାବୃତ୍ତି କରି ତାର ଜୀବନ ନଷ୍ଟ କରିବ। ତେଣୁ ତାକୁ ତୁମେ ସାଙ୍ଗରେ ରଖିବ, ଏଇପରି ତାକୁ ଏଇ ଭକ୍ତ ବନେଇବ। ଏଇପରି ଦୁଇ ଜଣ ଯାହାକଲେ ଏଇପରି ଭଗବାନଙ୍କ ସେବାରେ ତୁମମାନଙ୍କ ଜୀବନ ଉତ୍ସର୍ଗ କରେ। ତାହେଲେ ତୁମମାନେ ଦୁଇ ଜଣ ଏଇପରି ମାନେ ଭବଦଶାରେ ମୁକ୍ତ ହେଇ ଭଗବାନ ନିତ୍ୟ ସେବା ଭଗବତ ଧାମକୁ ଇଏ ରାମାନୁଜ ସେ କଥା କହିଲେ। ତେଣୁ ସେ ତାଙ୍କର ପତ୍ନୀକୁ ସେ ବେଶ ପତ୍ନୀ ତା ତ୍ୟାଗ କଲା ନାହିଁ। ସେ ଏଇପରି ମହାନ ଭକ୍ତ ହେଇଗଲା, କେ ତାଙ୍କର ସେ ପତ୍ନୀ ମାନେ ସେ ବେଶ, ସେ ମହାନ ଭକ୍ତ ହେଇଗଲେ। ସେ ସ୍ୱାମୀ ସେ ସେତେବେଳେ ପତିବ୍ରତା ହେଇଗଲେ, ମାନେ ପତିଙ୍କର ଏକାନ୍ତ ଅନୁଗତ ହେଇଗଲେ। ଏଇପରି ସ୍ୱାମୀ ସ୍ତ୍ରୀ ରାମାନୁଜଙ୍କ ଚରଣାଶ୍ରୟ କରି ଏଇପରି ଦୁଇ ଜଣ ଯାକ ରାମାନୁଜଙ୍କର ଅତି କୃପାର ପାତ୍ର ହେଇଗଲା। ଗୁରୁଙ୍କର ଏଇପରି ସେବା କରିଥିଲେ, ଯେଉଁଥିଲାଗି ରାମାନୁଜ ଆଚାର୍ଯ୍ୟଙ୍କର ଅତି କୃପାର ପାତ୍ର ହେଇଯାଇଥିଲେ। ରାମାନୁଜ ଆଚାର୍ଯ୍ୟ ଧନଦାସଙ୍କୁ ମାନେ ବଡ଼ ପୋଷ୍ଟରେ ରଖିଥିଲେ, ମାନେ କ୍ୟାସିଆର ହିସାବରେ ବୁଝିବା ପାଇଁ ଏ ଦାୟିତ୍ୱ ଦେଇଥିଲେ। ତେଣୁ ତାଙ୍କର ଯେ ସବୁ ବ୍ରାହ୍ମଣ ମାନେ ଶିଷ୍ୟମାନେ ଥିଲେ, ବ୍ରାହ୍ମଣ ଘରେ ଜାତ ଶିଷ୍ୟମାନେ, ସେମାନେ ଇର୍ଷାନ୍ୱିତ, ଇଏ ନିଜ ଘରେ ଇଏ ଧନୁଦାସ, କିନ୍ତୁ ୟାକୁ ଏତେ ବଡ଼ ପୋଷ୍ଟ ଦେବା ଯୋଗୁଁ ସେମାନେ ସମସ୍ତେ ଇର୍ଷାନ୍ୱିତ ହେଇଗଲେ। ଇଏ ବ୍ରାହ୍ମଣ ଶିଷ୍ୟମାନେ ସେତେବେଳେ ରାମାନୁଜ ଆଚାର୍ଯ୍ୟ କହୁଛନ୍ତି, ଦେଖ ଗୁରୁଙ୍କ ପାଇଁ କିପରି ସେମାନେ ଆତ୍ମୋତ୍ସର୍ଗ କରୁଛନ୍ତି, ହଁ ସ୍ୱାମୀ ସ୍ତ୍ରୀ। ଆଉ ତୁମେ ବ୍ରାହ୍ମଣ ସନ୍ତାନ ହୋଇ ତୁମେ ଜାଗତିକ ମୋହରୁ ମୁକ୍ତ ହେଇପାରୁନ। ତୁମ ଭିତରେ କେତେ କଳହ ଚାଲିଛି, କେତେ ଦ୍ୱନ୍ଦ୍ୱ ଚାଲିଛି, ତା ପ୍ରତ୍ୟକ୍ଷ ଗୋଟେ ପରୀକ୍ଷା ଦେଲେ। ଆମେ ସେ କଥା କହିବା ନାହିଁ, ବର୍ତ୍ତମାନ ଏଇ କଥାରେ ସମୟ ଆସିଛି। ଏହିପରି ସେ ପରୀକ୍ଷାରେ ଶିଷ୍ୟମାନଙ୍କର ଏ ଜ୍ଞାନର ଉଦୟ ହେଇଗଲା ଯେ ସତ୍ୟ ଦୁଇ ଜଣ କିପରି ଗୁରୁନିଷ୍ଠା କିପରି ସେବା ଦ୍ୱାରା ଗୁରୁଙ୍କର ମନ ହରଣ କରିଛନ୍ତି, ଗୁରୁଙ୍କର ପ୍ରୀତିରେ ଭାଜନ ହେଇଛନ୍ତି, ସେମାନେ ସେଇ ପରୀକ୍ଷାର ମାଧ୍ୟମରେ ବୁଝିପାରିବେ। কৃষ্ণ হরে কৃষ্ণ 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 হরে হরে